ଆପଣ ଦେଖିପାରୁଥିବେ ଆଜି ଦିବା 11 ସମୟରେ এই ଡମ୍ଫର ଅପରେଟର ସିନିୟର ଅପରେଟର ପବିତ୍ର ମୋହନ ଭୂତିଆ ମହୋଦୟ ତାଙ୍କର ଦୁର୍ଘଟଣାରେ ପ୍ରାଣହାନି ହୋଇଛି। ଏଥିପାଇଁ ନିଶ୍ଚିତ ଭାବରେ ଏମସିଏଲ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଏମସିଏଲ କର୍ତ୍ତୃପକ୍ଷ ମାନେ ଦାୟୀ। କାରଣ ଆପଣ ମାନେ ଜାଣିଛନ୍ତି ଯେ ଏମସିଏଲ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ସୁରକ୍ଷା ସପ୍ତାହ ପାଳୁଛନ୍ତି। ଆପଣ ଦେଖୁଥିବେ ମାଇନ୍ସର ରାସ୍ତା ବର୍ତ୍ତମାନ କୋଉଭଳି ଭାବରେ ଅବସ୍ଥାରେ ଆମର କୋଇଲା ଖଣି ମାଇନ୍ସର ରାସ୍ତା କୋଉଭଳି ଭାବରେ ଅପର୍ଯ୍ୟାପ୍ତ ଅବସ୍ଥାରେ ଅଛି ଆପଣ ମାନେ ଅଙ୍ଗେ ଲିଭେଇ ପାରୁଥିବେ। ଏବଂ ଆମର ଯିଏ ମୃତ ହେଇଗଲେ ସେ କାଲି ତାଙ୍କ ରିଟାୟାର୍ଡ ଥିଲା, ତାଙ୍କୁ କୋଉଭଳି ଭାବରେ ଏମସିଏଲ କର୍ତ୍ତୃପକ୍ଷ ତାଙ୍କୁ ଦେଲେ ଏତେ ବଡ଼ ଗାଡ଼ି ଚଲେଇବା ପାଇଁ ତାଙ୍କୁ କୋଉ ଭଳି ଭାବରେ ତାଙ୍କୁ ଦେଲେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଏବଂ ଏମସିଏଲ କର୍ତ୍ତୃପକ୍ଷ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ଆଜି ଏମସିଏଲ କେବଳ କୋଇଲା ଉତ୍ପାଦନ ଏବଂ ପରିବହନରେ ସେ ବର୍ତ୍ତମାନ ବ୍ୟସ୍ତ। ସୁରକ୍ଷାର କୌଣସି ପ୍ରକାରର ଏଠାରେ କେମିତି ଲୋକମାନେ ସୁରକ୍ଷାରେ ରହିବେ, କେମିତି ଏମ୍ପ୍ଲୟି ମାନେ ସୁରକ୍ଷା ପାଇବେ ସେ ପ୍ରତି ଟୋଟାଲ ଯତ୍ନବାନ ନାହିଁ। କେବଳ ଏମସିଏଲ କର୍ତ୍ତୃପକ୍ଷ କୋଇଲା ଖଣି ଉତ୍ତୋଳନ ଏବଂ ପରିବହନରେ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ।